ଏକୁଟିଆ ତମେ ଯୋଉଠି ବି ରୁହ ନୋ ଇସ୍ୟୁ। ଯେମିତିକି ଯୋଉମାନେ ବାହାରେ ରହୁଛନ୍ତି, ବ୍ୟାଚଲର ରହୁଛନ୍ତି, କି ଯୋଉମାନେ ଏମିତି ରୁମ୍ ନେଇକି ଏକୁଟିଆ ରହୁଛନ୍ତି, ଆଜ୍ଞା ଏକୁଟିଆ ରହିଲେ ସବୁ କିଛି ଠିକ ଅଛି, ସବୁ ଓକେ, କିଛି ଅସୁବିଧା ନାହିଁ। କିନ୍ତୁ ଗୋଟେ ଜିନିଷ ଅସୁବିଧା କଣ କହିଲେ, ବାସନ ମଜିଆ। ଆଜ୍ଞା ଖାଇବା ପିଇବା ଯାହା କର, ଯାହା ବି କିଛି କର, କିଛି ଅସୁବିଧା ନାହିଁ, କିନ୍ତୁ ଯୋଉ ଲାଷ୍ଟ ଯୋଉ ବାସନଟା ମଜା ହୁଏ ସେଟା ଭାରି କଷ୍ଟ ଲାଗେ। ଆଉ ସବୁଠୁ କଷ୍ଟ ଲାଗେ କଣ ଜାଣିଛନ୍ତି ଆଜ୍ଞା? ଏଇଟା ମାଜିବା। ନା ଏଇଟା ଦେଖୁଛନ୍ତି କି ଭୟଙ୍କର ଜିନିଷ ଦେଖୁଛନ୍ତି ନାଇଁ? ଆଜ୍ଞା ସବୁଠୁ କଷ୍ଟଦାୟକ ହଉଛି ପ୍ରେସର କୁକର ମାଜିବା। ସେଇଟା କଣ କହିଲେ, ସେଇଟା ମାଜିବା ଯାହା ମାନେ ମତେ ଲାଗେ ଆଇଏସ୍ ଓଏସ୍ ପରୀକ୍ଷା ଦବା ସେଇଆ। ମାନେ ଟୋଟାଲି ତମେ 10ଟା 20ଟା ବାସନ ମାଜିଦବ, ଯେତିକି କଷ୍ଟ ନୁହଁ ଆଜ୍ଞା ଏଇ ଗୋଟିକ ମାଜିଲା ବେଳକୁ ତମ ଜୀବନ ଛାଡିଯାଏ। ସମସ୍ତଙ୍କର ଏଇଭଳିଆ ଗୋଟେ କାହାଣୀ, ସମସ୍ତଙ୍କର ଏମିତି ଲାଇଫରେ ଚାଲିଥାଏ। ଯଦି ଆପଣଙ୍କ ସହିତ ବି ଏମିତି ହେଇଛି, ସୋ ପ୍ଲିଜ କମେଣ୍ଟ କରିବେ। ରହିଲି, ଜୟ ଜଗନ୍ନାଥ।